ଆଜି ଛୁଟି ଦିନ ଦେଖି ଆମେ ବାହାରି ପଡ଼ିଲୁ ଯିବା ପାଇଁ ପାଢ଼ୀୱାସ। ଶୁଣିବାକୁ ନାଁଟା ଯେମିତି ଆକର୍ଷଣୀୟ, ତାର ଇତିହାସ ସେତିକି ଅଭିଶପ୍ତ। ଆମେ ଆସି ପହଞ୍ଚିଲୁ ପାଢ଼ୀୱାସ ପାଖରେ। ବାହାରର ଦୃଶ୍ୟ ଯେତିକି ଆକର୍ଷଣୀୟ, ଭିତରର ଦୃଶ୍ୟ ତାର ସମ୍ପୂର୍ଣ୍ଣ ବିପରୀତ। ଇରମର କଳା ଇତିହାସର ମୂକସାକ୍ଷୀ। ରକ୍ତତୀର୍ଥ ଇରମ ଗୁଳିକାଣ୍ଡର ଛାତିଥରା ଦୃଶ୍ୟ କିଏ ବା ଜାଣିନାହିଁ। କିନ୍ତୁ ଯେଉଁଠାରୁ ଏହି ରକ୍ତକାଣ୍ଡର ଯୋଜନା ଆରମ୍ଭ ହୋଇଥିଲା, ସେହି ଅଟ୍ଟାଳିକା ହେଉଛି ପାଢ଼ୀୱାସ। ଏହି ଉଆସରେ ଥିବା ପିଲରରେ ଗୋଟିଏ ବି ରଡ୍ ବ୍ୟବହାର କରାଯାଇନି। ଗୋଟିଏ କ୍ୟାମ୍ପସରେ ରହିଛି 3ଟି ବିଲ୍ଡିଂ। ସବୁ ବିଲ୍ଡିଂକୁ ଯିବା ପାଇଁ ଅଲଗା ଅଲଗା ରାସ୍ତା। ମଝିରେ ବସା ଉଠା କରିବା ପାଇଁ ରହିଛି ବଙ୍ଗଳା। ଗୋଟିଏ ରୁମ୍ରୁ ଅନ୍ୟ ରୁମ୍କୁ ଯିବା ପାଇଁ ସିକ୍ରେଟ୍ ରାସ୍ତା ଅଛି। ଲୋକଙ୍କ କରୁଣ ଚିତ୍କାରରେ ଦଗ୍ଧ ହୋଇଥିବା ଏକ ଭଗ୍ନ ଅଟ୍ଟାଳିକା। ଛାତ ସବୁ ଭୁଶୁଡ଼ି ପଡ଼ିଲାଣି, ସତେ ଯେମିତି ଲୋକଙ୍କ ଆଖିରୁ ଝରିଥିବା ଲୁହର ପରିଣାମ। ସିଢ଼ିଗୁଡ଼ିକ ଏତେ ସଂକୀର୍ଣ୍ଣ ଯେ ଜଣେ ଲୋକ ଯିବା ପାଇଁ ବି କଷ୍ଟସାଧ୍ୟ। ଛାତରୁ ଦେଖିଲେ ଦୃଶ୍ୟ କୌଣସି ଭୂତ କୋଠରୀଠାରୁ କମ୍ ନୁହେଁ। ସତେ ଯେମିତି ଭୂତମାନଙ୍କର ବସବାସ ଏଇଠି ହିଁ ଅଛି। ଲୋକମାନଙ୍କର ଆଖିର ଲୁହ ସତେ ଯେମିତି ଜାଳି ଦେଇଛି ଏ ଅଟ୍ଟାଳିକାକୁ, ଜାଳି ପୋଡ଼ି ପାଉଁଶ କରିଦେଇଛି। ଆଉ ବେଶୀ ସମୟ ନ ରହି ଫେରିବାର ସମୟ। ଏବେ ଆମେ ଫେରିଲୁ।